ସଫା କଲା ଦେଖୁଛ ଯୋଉଟା କାମରେ ଆସିବ ରଖୁଛେ, ଯୋଉଟା କାମରେ ଆସିବନି ଫିଙ୍ଗୁଛେ। ଯୋଉଟାକୁ ଆମେ କାମରେ ଆସିବ ବୋଲି ଭାବୁଛେ ସେଇଟା ଆମର ଅଳ୍ପ ଜ୍ଞାନରେ ଭାବୁଛେ, ସେଇଟା ମଧ୍ୟ ଆମର କାମରେ ଆସିବ। ଆଉ ଆମର ଶରୀର ମିଶା ଆମର କାମରେ ଆସିବ ନାହିଁ ଯଦି ଆମେ ଦେଳ ଖାଉନୁ ତାର ଠିକ୍ ଉପଯୋଗ କରିପାରିଲେ ବୋଲେ ଶରୀର ମିଶା ଆମର କାମରେ ଆସିବ। ଶରୀରର କାମ ଏତିକି ଯେ ୟାରି ମାଧ୍ୟମରେ ଆମର କିଛି ମହତ୍ ଉଦ୍ଦେଶ୍ୟ ରହିଛି ତାକୁ ପୂର୍ଣ୍ଣ କରିବ। ସେଥିପାଇଁ ଆମର ଇଏ ଶରୀରର ଆବଶ୍ୟକତା ଅଛି, କିଛି ମହତ୍ ଉଦ୍ଦେଶ୍ୟ। ଆଉ ସେ ମହତ୍ ଉଦ୍ଦେଶ୍ୟକୁ ଆମେ ଯଦି ଜାଣିନଥିବା ଜୀବନ କାଳ ଭିତରେ ବୋଲେ ଆମର ଶରୀରରେ ଆମର କାମ ଲାଗିବନି। କ'ଣ କାମ? ଦୋକାନ ପଳେଇଲ, ଚାକିରି ପଳେଇଲ, ବେପାର କରିଦେଲ, ଇନକମ କରିଦେଲ, ଖାଇଦେଲ, ଶୋଇ ପଡ଼ିଲ, କ'ଣ କାମରେ ଆସିବ? ଏ କଥା ଆମେ ବିଚାର କରିପାରିବା। କ'ଣ କାମରେ ଆସିଲା, ମୋତେ କ'ଣ ଲାଭ ହେଲା? କେବଳ ଟିକେ ଇନ୍ଦ୍ରିୟ ସ୍ୱାଦ ଟିକେ ମିଳିଲେ ସେଟା କ'ଣ? ସେଟା ଗୋଟେ ଭ୍ୟାଲିଟି, ସେଟା କେବଳ କଳ୍ପନା। ଯେମିତି ସ୍ୱପ୍ନରେ ଆମେ ଦେଖୁଛେ ଜାଗ୍ରତ ହେଲା ପରେ ଆଉ ନଥାଉଛି ତାର ଅସ୍ତିତ୍ୱ, ସେମିତି ଆମେ ଯେଉଁ ସ୍ୱାଦ ନେଉଛେ ସେ ସ୍ୱାଦ କ'ଣ ଅଖଣ୍ଡ ଭାବରେ ଆମ ପାଖରେ ଖାଉଛି? ଧନ୍ୟ ଆମେ ମିଠା ଖାଇଲେ ସେ ମିଠାଟା ଅଖଣ୍ଡ ଭାବରେ ଆମ ପାଖରେ ଖାଉଛି ନାଇଁ। ଯାହା ବି ସଂସାରର ଭୋଗ ରହିଛି ସେ ସବୁ କେବଳ ଭେଳିଛି। କିନ୍ତୁ ଅଜ୍ଞାନ ଯଦି ରହିଛି ଆମେ ସେ ସବୁକା ପ୍ରକୃତ ଭୋଗ ବୋଲି ବିଚାର କରିବା, ପ୍ରକୃତ ସେ ସବୁକା ଜୀବନର ଲକ୍ଷ୍ୟ ବୋଲି ଭାବିବା। କିନ୍ତୁ ଜୀବନର ଲକ୍ଷ୍ୟ ତାହା ନୁହେଁ। ଜୀବନର କିଛି ମହତ୍ ଉଦ୍ଦେଶ୍ୟ ଅଛି ନାଇଁ। ନିଜର ବାସ୍ତବିକ ପରିଚୟକୁ ଜାଣିବା ହିଁ ଜୀବନର ଲକ୍ଷ୍ୟ। ଥରେ ନିଜର ବାସ୍ତବିକ ପରିଚୟ ଲାଭ କର, ତାପରେ ଦେଖ ଜୀବନର ମଜା। ନହେଲେ ଇଏ ଶରୀରଟା ତମର ଗତି ଆଉ କିଛି ନାହିଁ। ଶରୀର ଛାଡ଼ିଲେ ତମେ ଭିକାରୀ, ଶରୀର ଥିଲେ ତ ଭିକାରୀ, ଶରୀର ଛାଡ଼ିଲେ ମହା ଭିକାରୀ। ଶରୀର ଥିବା ଗୁଡ଼ିକ କିଛି ଚାନ୍ସ ଅଛି ଇନକମ୍ କରିବା, ଜ୍ଞାନ ଅର୍ଜନ କରିବା, ଶକ୍ତିକୁ ଲାଭ କରିବା। ଶରୀର ଯଦି ଛାଡ଼ିଦେଲା ତାହେଲେ ମହାଭିକାରୀ, କିଛି ନାହିଁ, କିଛି ମିଳିବ। ତେଣୁ ତାକୁ ହିଁ ଆମେ କହିଲେ ପ୍ରେତ। ଯିଏକି ପ୍ରେତ ଲୋକରେ ବୁଲୁଛୁ ସେ ଜୀବନ୍ତ ମଣିଷ ଠାରୁ ଆହୁରି ଉଦ୍ଦାନ ଅବସ୍ଥାରେ ଅଛି। ଯେ ପ୍ରେତ ଅବସ୍ଥାରେ ଅଛି, ଇଏ ଜୀବନ୍ତ ମଣିଷ ଠାରୁ